ଯେତେବେଳେ ଭାରତର ଇଣ୍ଡଷ୍ଟ୍ରିଆଲ ପାୱାର ହାଉସେସ୍ କଥା ପଡ଼େ ଆମ ମୁଣ୍ଡକୁ କିଛି ବଡ଼ ବଡ଼ ନାଁ ଆସେ କିନ୍ତୁ ଗୋଟେ ରାଜ୍ୟ ଅଛି ଯେ ଚୁପଚାପ ଦେଶର ଶିଳ୍ପ ଇଞ୍ଜିନ୍ ପାଲଟି ଯାଇଛି ଆଉ ସେଇଟା ହେଉଛି ଓଡ଼ିଶା। ତେବେ ଚାଲନ୍ତୁ ଆଜି ଜାଣିବା ଏହି କାହାଣୀର ଗଭୀରତାକୁ। ଆସନ୍ତୁ ସିଧା କିଛି ଚମକାଇ ଦେଲା ଭଳି ତଥ୍ୟରୁ ଆରମ୍ଭ କରିବା। ଭାରତରେ ଯେତେ ବି ଆଲୁମିନିୟମ ତିଆରି ହୁଏ ତାର ଠିକ୍ ଅଧା ମାନେ ପୂରାପୂରି 50% କେବଳ ଗୋଟିଏ ରାଜ୍ୟରୁ ଆସେ ଆଉ ସେ ରାଜ୍ୟ ହେଉଛି ଓଡ଼ିଶା। ଏ ଗୋଟିଏ କଥା ହିଁ ବୋଧେ ଯଥେଷ୍ଟ ରାଜ୍ୟର ଶିଳ୍ପ ଶକ୍ତିକୁ ବୁଝିବା ପାଇଁ। କିନ୍ତୁ କାହାଣୀ ଖାଲି ଆଲୁମିନିୟମରେ ସରିନି। ଇସ୍ପାତ ଶିଳ୍ପର ମେରୁଦଣ୍ଡ କ'ଣ? ଲୁହାପଥର, ରାଇଟ୍? ଆଉ ସେଇ ଲୁହାପଥରର ଗୋଟେ ବହୁତ ବଡ଼ ଭଣ୍ଡାର ପାଖାପାଖି 28% ବି ଏଇ ଓଡ଼ିଶାରେ ହିଁ ଅଛି। ତେବେ ଏହାକୁ ଗୋଟେ ଇଣ୍ଡଷ୍ଟ୍ରିଆଲ ଜାଏଣ୍ଟ ନ କହି ଆଉ କ'ଣ କହିବା? ତେବେ ଆଜିର ଏହି ଚର୍ଚ୍ଚାରେ ଆମେ କ'ଣ ଦେଖିବା? ଆମେ ବୁଝିବା ଓଡ଼ିଶାର ଶିଳ୍ପ ଶକ୍ତିର ମୂଳଦୁଆ କେମିତି ଖଣିଜ ସମ୍ପଦ ଉପରେ ତିଆରି ହୋଇଛି। ତାପରେ ଦେଖିବା କେମିତି ଖଣିଜ ଛାଡ଼ା ଆଉ କ'ଣ ସବୁ ଶିଳ୍ପ ଏଠି ଅଛି, ଆଉ ନୂଆ ଯୁଗର ଇଣ୍ଡଷ୍ଟ୍ରିଆଲ ପୁଶ୍ ପାଇଁ କି ପ୍ରକାର ଚେଷ୍ଟା ଚାଲିଛି, ଆଉ ଶେଷରେ ଏସବୁ ପଛରେ ଥିବା ସରକାରୀ ନୀତିଗୁଡ଼ିକ ବି ଟିକେ ଦେଖିନେବା। ସବୁଠୁ ଆଗ ଚାଲନ୍ତୁ ମୂଳରୁ ଆରମ୍ଭ କରିବା। କୌଣସି ବଡ଼ କୋଠାର ମୂଳଦୁଆ ଯେମିତି ମଜବୁତ ହେବା ଦରକାର, ଓଡ଼ିଶାର ଶିଳ୍ପ ସାମ୍ରାଜ୍ୟର ମୂଳଦୁଆ ସେମିତି ହିଁ ମଜବୁତ। ଆଉ ଏହାର ମୂଳଦୁଆ ହେଉଛି ଏହାର ପ୍ରାକୃତିକ ବିପୁଳ ଖଣିଜ ସମ୍ପଦ। ଦେଖନ୍ତୁ, ଏହାର ସିଧାସଳଖ ସମ୍ପର୍କ ଅଛି। ରାଜ୍ୟରେ ଏତେ ପରିମାଣର ଲୁହାପଥର ଆଉ ବକ୍ସାଇଡ୍ ଅଛି ବୋଲି ତ ଏହା ଷ୍ଟିଲ୍ ଆଉ ଆଲୁମିନିୟମର ହବ୍ ପାଲଟିଛି। ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନରେ ତ ଏହା ଦେଶରେ ସବୁଠୁ ଆଗରେ। ଆଉ କେବଳ ସେତିକି ନୁହେଁ, ରାଜ୍ୟ ଏହି କଞ୍ଚାମାଲକୁ ବାହାରକୁ ପଠାଇ ଦେଉନି, ବରଂ ତାର ଭ୍ୟାଲ୍ୟୁ ଆଡିସନ୍ କରି ଏକ ଶିଳ୍ପାୟନର ବାତାବରଣ ତିଆରି କରିପାରିଛି। ଚାଲନ୍ତୁ ଗୋଟେ ବହୁତ ହି ଚମତ୍କାର ଉଦାହରଣ ଦେଖିବା, ଯାହା ଇତିହାସର ପୃଷ୍ଠାରୁ ଆସିଛି। ଏଇଟା ହେଉଛି ରାଉରକେଲା ଇସ୍ପାତ କାରଖାନା। 1959 ମସିହାର କଥା। ଏହା ଥିଲା ଭାରତର ପ୍ରଥମ ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସେକ୍ଟର ଷ୍ଟିଲ୍ ପ୍ଲାଣ୍ଟ। ଏହାର ମାନେ ହେଉଛି କଞ୍ଚାମାଲ ମାନେ ଲୁହାପଥର ପଶିବାଠାରୁ ଆରମ୍ଭ କରି ଶେଷରେ ପକ୍କା ଷ୍ଟିଲ୍ ବାହାରିବା ପର୍ଯ୍ୟନ୍ତ ସବୁ କାମ ଗୋଟିଏ ଜାଗାରେ ହେଉଥିଲା। ଏହା ସେତେବେଳେ ଭାରତୀୟ ଶିଳ୍ପାୟନର ଗୋଟେ ବଡ଼ ପ୍ରତୀକ ଥିଲା, ଆଉ ତାର କେନ୍ଦ୍ରରେ ଥିଲା ଆମ ଓଡ଼ିଶା। ଆଉ ଆଜିର ଦିନରେ ଓଡ଼ିଶାର ଧାତୁ ଶିଳ୍ପରେ ବଡ଼ ବଡ଼ ନାଁ ସବୁ ଜଡ଼ିତ। ସରକାରୀ କ୍ଷେତ୍ରର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ତ ଅଛି, ତା ସାଙ୍ଗକୁ ଟାଟା ଷ୍ଟିଲ୍, ଆଲୁମିନିୟମ କ୍ଷେତ୍ରରେ ନାଲ୍କୋ ଏବଂ ହିଣ୍ଡାଲ୍କୋ ଭଳି କମ୍ପାନୀ ବି ଏଠି ବଡ଼ ଧରଣର କାମ କରୁଛନ୍ତି। ଏ ସମସ୍ତେ ମିଶି ରାଜ୍ୟର ଶିଳ୍ପ ମାନଚିତ୍ରକୁ ଆହୁରି ମଜବୁତ କରୁଛନ୍ତି। କିନ୍ତୁ ଟିକେ ରୁହନ୍ତୁ, କାହାଣୀ କ'ଣ ଖାଲି ଖଣି ଆଉ ଧାତୁରେ ସୀମିତ? ବିଲକୁଲ ନୁହେଁ। ଓଡ଼ିଶାର ଅର୍ଥନୀତି ଏହାଠାରୁ ବହୁତ ବଡ଼ ଆଉ ବିବିଧ। ଚାଲନ୍ତୁ ଏବେ ସେହି ଦିଗକୁ ଟିକେ ନଜର ପକାଇବା। ଆଚ୍ଛା, ଧାତୁ ଛଡ଼ା ଆଉ କ'ଣ? ପ୍ରଥମେ ଆସୁଛି ସିମେଣ୍ଟ। ଆଉ ଏହା କିଛି ନୂଆ ନୁହେଁ। ଦେଶ ସ୍ୱାଧୀନ ହେବାର ଠିକ୍ ପର ବର୍ଷ 1948ରେ ହିଁ ଓଡ଼ିଶାରେ ପ୍ରଥମ ସିମେଣ୍ଟ କାରଖାନା ବସିଥିଲା। ଭାବନ୍ତୁ କେତେ ପୁରୁଣା ଏ ଶିଳ୍ପ। ସେହିଭଳି ଆଉ ଗୋଟେ ଉଦାହରଣ ହେଉଛି କାଗଜ ଶିଳ୍ପ। ଏଠି ମଜା କଥା ହେଉଛି ଏହା ସ୍ଥାନୀୟ ପ୍ରାକୃତିକ ସମ୍ପଦକୁ କେତେ ସୁନ୍ଦର ଭାବେ ବ୍ୟବହାର କରିଛି। ରାଜ୍ୟରେ ପ୍ରଚୁର ବାଉଁଶ ମିଳେ, ଆଉ ସେଇ ବାଉଁଶକୁ ଆଧାର କରି ହିଁ 1936 ମସିହାରେ ପ୍ରଥମ କାଗଜ କଳ ତିଆରି ହୋଇଥିଲା। ଏଇ ଯେଉଁ ଚିତ୍ର ଦେଖୁଛ, ଏଇଟା ରାୟଗଡ଼ାର ଗୋଟେ କାଗଜ କଳର। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଶସ୍ତାରେ ଆଉ ସହଜରେ କଞ୍ଚାମାଲ ମିଳିଯାଉଥିବାରୁ ଓଡ଼ିଶାରେ ଏହି ଶିଳ୍ପର ବିକାଶ କେତେ ସହଜ ହୋଇପାରିଛି। ଆଉ ଏଇ ତୁଳନାଟା ବହୁତ ମଜାଦାର। ଗୋଟେ ପଟେ ଅଛି ଆମର ପାରମ୍ପରିକ ଟସର ରେଶମ, ଯାହା ହଜାର ହଜାର ବୁଣାକାର ପରିବାରକୁ ରୋଜଗାର ଦେଉଛି, ଆଉ ଅନ୍ୟ ପଟେ ଅଛି ଆଧୁନିକ ଟେକ୍ସଟାଇଲ ମିଲ୍। এই ଦୁଇଟା ଜିନିଷର ଏକାଠି ରହିବା ହିଁ ଦେଖାଉଛି କି ଓଡ଼ିଶାର ଅର୍ଥନୀତି କେମିତି ନିଜର ପରମ୍ପରାକୁ ସମ୍ମାନ ଦେବା ସହ ଆଧୁନିକତାକୁ ବି ଆପଣେଇ ନେଇଛି। ଏବେ ଆସନ୍ତୁ ବର୍ତ୍ତମାନରୁ ସିଧା ଭବିଷ୍ୟତକୁ ଯିବା। ଓଡ଼ିଶା କେବଳ ତାର ପୁରୁଣା ଶିଳ୍ପକୁ ନେଇ ବସିନି। ଏବେ ଫୋକସ୍ ହେଉଛି ନୂଆ ଯୁଗର ଟେକ୍ନୋଲୋଜି ଉପରେ, ହାଇଟେକ୍ ଇଣ୍ଡଷ୍ଟ୍ରିଜ୍ ଉପରେ। ତେବେ ଏ ଦିଗରେ କ'ଣ ସବୁ ପଦକ୍ଷେପ ନିଆଯାଉଛି? ଏହି ନୂଆ ଦିଗରେ ସବୁଠୁ ବଡ଼ ହତିଆର ହେଉଛି SEZ ବା ସ୍ପେଶିଆଲ ଇକୋନମିକ୍ ଜୋନ୍। ଏଇଟା କ'ଣ? ସହଜ ଭାଷାରେ କହିଲେ ଏହା ହେଉଛି ଗୋଟେ ଏମିତି ଅଞ୍ଚଳ ଯେଉଁଠି ସରକାର କମ୍ପାନୀମାନଙ୍କୁ ବ୍ୟବସାୟ କରିବା ପାଇଁ ଅନେକ ସ୍ୱତନ୍ତ୍ର ସୁବିଧା ଦିଅନ୍ତି, ଯେମିତିକି ଟ୍ୟାକ୍ସ ଛାଡ଼, ସହଜ ନିୟମ ଇତ୍ୟାଦି। ଲକ୍ଷ୍ୟ ଗୋଟିଏ, ଅଧିକରୁ ଅଧିକ ନିବେଶ ଆଣିବା ଆଉ ରପ୍ତାନି ବଢ଼ାଇବା। ଆଉ ଓଡ଼ିଶା ଏହି ସେଜ୍ ମଡେଲକୁ ବହୁତ ଭଲ ଭାବେ ବ୍ୟବହାର କରୁଛି। ଦେଖନ୍ତୁ, ଭୁବନେଶ୍ୱରରେ IT ପାଇଁ, କଳିଙ୍ଗନଗରରେ ସୋଲାର ପାର୍କ ପାଇଁ, ପାରାଦୀପରେ, ଝାରସୁଗୁଡ଼ାରେ ପ୍ରତ୍ୟେକ ଜାଗାରେ ସେହି ଅଞ୍ଚଳର ଶକ୍ତି ଅନୁସାରେ SEZ ତିଆରି କରାଯାଇଛି। ଆଉ ଏତିକିରେ କଥା ସରିନି, ଆଗକୁ ଆହୁରି 14ଟା SEZ ପାଇଁ ଯୋଜନା ଚାଲିଛି। ଏହା ଏକ ବହୁତ ବଡ଼ ପ୍ଲାନ୍। ତେବେ ଫଳ କ'ଣ ମିଳୁଛି? ଫଳ ଆଶ୍ଚର୍ଯ୍ୟ କରିଦେଲା ଭଳି। ଗୋଟେ ପଟେ ସୁନାବେଡ଼ାରେ ମିଗ୍ ଲଢ଼ୁଆ ବିମାନର ଇଞ୍ଜିନ୍ ତିଆରି ହେଉଛି, ତ ଅନ୍ୟପଟେ ରାଜ୍ୟରେ 200ରୁ ଅଧିକ IT କମ୍ପାନୀ କାମ କରୁଛନ୍ତି।
ଏହା ଦେଖାଉଛି ଯେ ଓଡ଼ିଶାର ଶିଳ୍ପ ଏବେ କେତେ ବିବିଧ ଆଉ ହାଇଟେକ୍ ହୋଇପାରିଛି। ଏତେ ସବୁ ଯେଉଁ ପରିବର୍ତ୍ତନ ଆସୁଛି ଏହା କ'ଣ କେବଳ ଆପେ ଆପେ ହେଇଯାଉଛି? ନା, ଏସବୁ ପଛରେ ଗୋଟେ ସୁଚିନ୍ତିତ ସରକାରୀ ଯୋଜନା ଆଉ ନୀତି କାମ କରୁଛି। ତେବେ ଚାଲନ୍ତୁ ଶେଷରେ ସେଇ ବ୍ଲୁପ୍ରିଣ୍ଟକୁ ଟିକେ ଦେଖିନେବା। ଏହା ହେଉଛି ଓଡ଼ିଶା ଶିଳ୍ପନୀତି 2022ର ମୂଳ ଲକ୍ଷ୍ୟ ବା ଭିଜନ। ଏଥିରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ ଲକ୍ଷ୍ୟ କେବଳ ଶିଳ୍ପ ତିଆରି କରିବା ନୁହଁ, ଅସଲ ଲକ୍ଷ୍ୟ ହେଉଛି ଏହି ଶିଳ୍ପ ମାଧ୍ୟମରେ ରାଜ୍ୟର ଲୋକଙ୍କ ଜୀବନରେ ଉନ୍ନତି ଆଣିବା। ଏହା ଏକ ପିପଲ୍ ସେଣ୍ଟ୍ରିକ୍ ଆପ୍ରୋଚ୍, ଯାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ 5ଟି ମୁଖ୍ୟ କଥା ଉପରେ ଫୋକସ୍ କରାଯାଉଛି। ପ୍ରଥମେ, ଭଲ ଭିତ୍ତିଭୂମି। ଦ୍ୱିତୀୟ, ଶିଳ୍ପ ପାଇଁ ଯଥେଷ୍ଟ ଜମି। ତୃତୀୟ, ପ୍ରାଇଭେଟ୍ କମ୍ପାନିଜକୁ ସାହାଯ୍ୟ। ଚତୁର୍ଥ, ପରିବେଶର ସୁରକ୍ଷା, ଏଇଟା ବହୁତ ଜରୁରୀ। ଆଉ ପଞ୍ଚମ, ଏମିତି ଏକ ବାତାବରଣ ତିଆରି କରିବା ଯେମିତି ବାହାରୁ ଅଧିକ ନିବେଶ ଆସିବା। ଏହା ଏକ ପୂରାପୂରି ହୋଲିଷ୍ଟିକ୍ ପ୍ଲାନ୍। ଏହି ନୀତିଗୁଡ଼ିକ କେବଳ କାଗଜ କଳମରେ ନାହିଁ, ଏହାକୁ କାର୍ଯ୍ୟକାରୀ ବି କରାଯାଉଛି। ଯେମିତିକି ଗୋ ସୁଇଫ୍ଟ, ଯାହାଦ୍ୱାରା କମ୍ପାନୀମାନଙ୍କୁ ସବୁ ଅନୁମତି ଗୋଟିଏ ଜାଗାରୁ ମିଳିଯାଉଛି। ସେହିପରି ଓଡ଼ିଶା ସେମିକଣ୍ଡକ୍ଟର ପଲିସି, ଏହା ବହୁତ ଆମ୍ବିସିୟସ୍। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଭାରତର ସେମିକଣ୍ଡକ୍ଟର ହବ୍ ବନେଇବା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଯୋଜନାଗୁଡ଼ିକ କେତେ ଫ୍ୟୁଚର ଫୋକସ୍ଡ। ତେବେ ଏହି ପୂରା ଯାତ୍ରାକୁ ଦେଖିଲା ପରେ ଗୋଟେ ବଡ଼ ପ୍ରଶ୍ନ ମନକୁ ଆସେ। ଓଡ଼ିଶା ତାର ଖଣିଜ ସମ୍ପଦର ଭିତ୍ତିରୁ ଆରମ୍ଭ କରି ଆଜି ଆଇଟି ଆଉ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ପାଦ ଦେଇସାରିଛି। ତେବେ ଆଗାମୀ ଦିନରେ କେଉଁ ନୂଆ ଶିଳ୍ପ ଓଡ଼ିଶାର ପରିଚୟ ପାଲଟିବ? ଏହାର ପରବର୍ତ୍ତୀ ଅଧ୍ୟାୟ କ'ଣ ହେବ? ଏହା ନିଶ୍ଚିତ ଭାବେ ଚିନ୍ତା କରିବାର ବିଷୟ।